तो ଆପଣଙ୍କ କେବେ ଶଙ୍ଖ ଭୋଗ ଖାଉଥିବାର ଦେଖିଛନ୍ତି କି? ସୋ ହାଇ ଗାଇସ୍, ଆଜି ଆମେ ଯାଉଛୁ ପାରାଦୀପ ସ୍ଥିତ ମାଳିକା ବର୍ଣ୍ଣିତ ରତ୍ନବଟକୁ, ଯେଉଁଠାରେ କି ଆପଣମାନେ ଯଦି ସର୍ଚ୍ଚ କରିବେ ମାଳିକା କେଉଁଠି ଲେଖାଯାଇଥିଲା ତ ଆପଣଙ୍କୁ ଦୁଇଟି ଲୋକେସନ୍ କହିବ। ପ୍ରଥମଟି ହେଉଛି ନେମାଳ, ଦ୍ୱିତୀୟଟି ହେଉଛି ଏଇ ରତ୍ନବଟ। ତ ଜଙ୍ଗଲ ଭିତରେ ଗୋଟିଏ ଛୋଟ କୁଟୀର, ତା ସାଙ୍ଗରେ ଗୋଟିଏ ବଟ ରହିଛି ଯାହାର ନାମ ରତ୍ନବଟ ରହିଛି। ଓ ଏହି ରତ୍ନବଟରେ ଶଙ୍ଖମାନେ ଭୋଗ ଖାଆନ୍ତି। ଆଉ ଏମିତି କଥା ଅଛି ଯେ ଏଠି ଗୋଟିଏ ନୀଳନାଗ ବି ଅଛି ଯାହା ଦେବତା ହୋଇକି ଦର୍ଶନ ଦିଅନ୍ତି। ତ ଏଠି ବହୁତ ସାରା ମୁନି ଋଷିମାନେ ତପସ୍ୟା କରିଥିଲେ। ତ ସେଇ ବିଷୟରେ ଆମେ ପଚାରିଲୁ ଏଠି ଯେଉଁ ନୀଳନାଗ ବିଷୟରେ। ତ ମାଉସୀ କ'ଣ କହୁଛନ୍ତି ଶୁଣନ୍ତୁ। ଆଉ କହନ୍ତି ଯେ ନୀଳ ନାଗ ଏମିତି କ'ଣ ଅଛି? ହଁ ତା ଭିତରେ ଅଛନ୍ତି ମାନେ ଦେଖିଛନ୍ତି ଆପଣ? ହଁ ହଁ ସେଇ ଗଛରେ ଥିଲା, ଏଇ ଗଛରେ ଆସିଥିଲା, 7 ଦିନ ରହିଲା। 7 ଦିନ ତାକୁ ପୂଜା ପାଠ ହେଲା ଆଉ ସେ ପଳେଇଲା ସେଇ ଗଛ। ତ ଏଠାରେ ଥିବା ନୀଳନାଗ ବହୁତ ସାରା ଲୋକ ଦେଖିଛନ୍ତି। ତ ଆମେ ବି ମାଉସୀଙ୍କ କଥା ବିଶ୍ୱାସ କଲୁ। ତ ଦେଖନ୍ତୁ ଏଇଠି ଗୋଟିଏ ମୂର୍ତ୍ତି ରହିଛି, ଯେଉଁ ମୂର୍ତ୍ତିଟା ବଙ୍ଗୋପସାଗର ମହାନଦୀ ମହାଣରୁ ଉଦ୍ଧାର ହେଇଥିଲା। ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ରହିଛି ଏଇଠି। ଦେଖନ୍ତୁ ଏଇ ଯେଉଁ ହୁଙ୍କା ରହିଛି ଏଇଠାରେ ହିଁ ସେ ନୀଳନାଗ ରହିଥିଲା। ଆଉ ଏଇଠି ଦେଖନ୍ତୁ ଆମେ ଶଙ୍ଖ ବି ଦେଖିବାକୁ ପାଇଲୁ। ଟିକେ ଆମେ ସନ୍ଧ୍ୟାବେଳ ଟାଇମ୍ରେ ଆସିନଥିଲୁ, ତ ଆମେ ବୁଲିକି ପୁଣି ସନ୍ଧ୍ୟାବେଳ ଟାଇମ୍ ଆସିଲା ପରେ ଦେଖନ୍ତୁ କେତେ ସବୁ ଶଙ୍ଖ, ଯେମିତି ସନ୍ଧ୍ୟା ଆଳତି ଟାଇମ୍ ହେଇଗଲା ସବୁ ବୁଲିବାକୁ ଲାଗିଲେ। ତ ଆପଣମାନେ ଦର୍ଶନ କରିପାରିବେ। ଗୋଟିଏ ରହସ୍ୟମୟ ଘଟଣା ଆପଣମାନେ ଆସିବେ, ଦେଖିବେ କେମିତି କ'ଣ ସବୁ ରହସ୍ୟମାନ ଘଟଣା ମାନେ ଘଟୁଛି। ଦେନ୍ ଆମେ ଆଳତି ଦେଖି ଘରକୁ ରିଟର୍ଣ୍ଣ କରିଗଲୁ।